ତେବେ ବୃଷ ରାଶିର ଲୋକମାନେ ସିଧା ଉପରେ ଟିକେଟ୍ କଟିବ, ସାବଧାନ ହୋଇଯାଆନ୍ତୁ। ଆଜି ରାତି 1ଟା ଠାରୁ ଏହି 4ଟି ବଡ଼ ଝଟକା ଯେକୌଣସି ପରିସ୍ଥିତିରେ ଆପଣଙ୍କୁ ଲାଗିବ ହିଁ ଲାଗିବ। ବନ୍ଧୁଗଣ, ଏବେ ଯାହା ଘଟିବ ତାହା ଆପଣ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। କାରଣ ବନ୍ଧୁଗଣ, ସିଧା ଉପରେ ଟିକେଟ୍ କଟିବ ଏବଂ ସେହି ଟିକେଟ୍ ହେବ ଆପଣଙ୍କ ଶତ୍ରୁମାନଙ୍କର, ଆପଣଙ୍କର ଋଣର, ଆପଣଙ୍କ ବିରୋଧୀମାନଙ୍କର। ଏବେ ଆପଣଙ୍କର ପ୍ରତ୍ୟେକଟି ସମସ୍ୟାର ଅନ୍ତ ନିଶ୍ଚିତ ବନ୍ଧୁଗଣ। କାନ୍ଦିବା, ଭାଙ୍ଗି ପଡ଼ିବାର ସମୟ ବିତିଯାଇଛି। କାରଣ ବନ୍ଧୁଗଣ, ଏବେ ରାଜ କରିବାର ସମୟ ଆସିଯାଇଛି। ଆଗାମୀ 48 ଘଣ୍ଟା ମଧ୍ୟରେ ଗ୍ରହ ନକ୍ଷତ୍ର ଏପରି ଏକ ପରିବର୍ତ୍ତନ କରିବେ, ଯାହା ଆପଣଙ୍କ ଜୀବନରେ ବର୍ଷ ବର୍ଷ ଧରି ଲାଗି ରହିଥିବା ବାଧା, ବିଘ୍ନ, ସମସ୍ୟା, ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାରୁ ଆପଣଙ୍କୁ ମୁକ୍ତି ଦେଇଦେବ। ମୁଁ ଜାଣିଛି ବୃଷ ରାଶି, ଯେଉଁ ବ୍ୟକ୍ତି ପାଇଁ ଆପଣ ଦିନ ରାତିର ନିଦ ବିସର୍ଜନ କରିଦେଲେ, ଯେଉଁ ବ୍ୟକ୍ତି ପାଇଁ ଧନ ସମ୍ପତ୍ତି ସବୁକିଛି ଅର୍ପଣ କରିଦେଲେ, ସେହି ବ୍ୟକ୍ତି ହିଁ ଆପଣଙ୍କୁ ସବୁଠାରୁ ବଡ଼ ଦୁଃଖ ଓ ଯନ୍ତ୍ରଣା ଦେଇଛି। ପ୍ରତି ଥର ଆପଣ 90% ଯାଏ ପହଞ୍ଚି ଅଟକି ଯାଇଛନ୍ତି। ବନ୍ଧୁଗଣ, କରିବାକୁ ତ ବହୁତ କିଛି ଚାହିଁଛନ୍ତି, କିନ୍ତୁ ଦାୟିତ୍ୱ ଭିତରେ ଆପଣ ବାନ୍ଧି ହୋଇ ରହିଛନ୍ତି। କିନ୍ତୁ ବନ୍ଧୁଗଣ, ଯେଉଁ ବ୍ୟକ୍ତି ଆପଣଙ୍କୁ ତଳକୁ ଖସାଇଥିଲା, ଏବେ ସେହି ବ୍ୟକ୍ତି ଆପଣଙ୍କ ପାଦ ତଳେ ହେବ ଏବଂ ଆଗାମୀ ଏହି 48 ଘଣ୍ଟା ଆପଣଙ୍କ ଜୀବନରେ ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ମୋର ପ୍ରିୟ ବନ୍ଧୁଗଣ, ଆଗାମୀ ଏହି ଯେଉଁ ସମୟ ଆସୁଛି, ତାହା ଆପଣଙ୍କର ଖରାପ ସମୟର ବିନାଶ ମିଟାଇ ଦେବ। ଆପଣଙ୍କ ସେହି ଲୁହର ଏବେ ଟିକେଟ୍ କଟିବ। ଆପଣଙ୍କର ସେହି ପ୍ରତାରକ ଏବଂ ଶତ୍ରୁମାନଙ୍କର ଟିକେଟ୍ କଟିବ, ଯେଉଁମାନେ ଆପଣଙ୍କୁ ବଞ୍ଚି ଥାଉ ଥାଉ ଏକ ଶବ ସଦୃଶ କରିଦେଇଥିଲେ। ଆଗାମୀ ଏହି 10 ଦିନ ଆପଣଙ୍କ ଜୀବନରେ ଏପରି ଏକ ଝଡ଼ ଆଣିବ, ଯାହା ସବୁକିଛି ଉପାଡ଼ି ଫିଙ୍ଗିଦେବ। ଏପରି କିଛି ଘଟିବ, ଯାହା ଆପଣଙ୍କୁ ଭିତରୁ ସମ୍ପୂର୍ଣ୍ଣ ଦୋହଲାଇ ଦେବ। ବନ୍ଧୁଗଣ, ଯେତେବେଳେ ସେହି ଝଡ଼ ଥମିବ, ସେତେବେଳେ ଆପଣ ସେହି ଉଚ୍ଚତାରେ ଥିବେ ଯେଉଁଠାରେ ପହଞ୍ଚିବା ପାଇଁ ଆପଣ କେବଳ ସ୍ୱପ୍ନ ଦେଖୁଥିଲେ। ତେଣୁ ଆଜିର ଏହି ଭିଡ଼ିଓକୁ ଛାଡ଼ିବାର ଭୁଲ ଆଦୌ କରନ୍ତୁ ନାହିଁ। କାରଣ ବନ୍ଧୁଗଣ, ଏହା ବ୍ରହ୍ମାଣ୍ଡ ହିଁ ଆପଣଙ୍କୁ ସଂକେତ ଦେଇଛି। ଶନିଦେବ ହିଁ ଆପଣଙ୍କ ପାଇଁ ଏହି ବାର୍ତ୍ତା ପଠାଇଛନ୍ତି। ଯଦି ଅଣଦେଖା କରିବେ, ତେବେ ପରେ କାନ୍ଦିବାକୁ ପଡ଼ିବ। ବନ୍ଧୁଗଣ, ସେହି ସତ୍ୟ ମୁଁ ଆଜି ଆପଣଙ୍କୁ କହିବାକୁ ଯାଉଛି, ଯାହା ଆପଣଙ୍କୁ ଭିତରୁ ସମ୍ପୂର୍ଣ୍ଣ ହଲାଇ ଦେବ। କାରଣ ବନ୍ଧୁଗଣ, ସତ୍ୟ ଯଦିଓ ପିତା, କିନ୍ତୁ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଆପଣଙ୍କ ଜୀବନ ଏବଂ ମରଣ ପାଇଁ ଏହା ବହୁତ ଜରୁରୀ। ମୋର ପ୍ରିୟ ବନ୍ଧୁଗଣ, ଆପଣ ସେହି ମାଠିଆ ଯିଏ ସବୁବେଳେ ଅନ୍ୟମାନଙ୍କ ଶୋଷ ମେଣ୍ଟାଇ ଆସିଛି। ବନ୍ଧୁଗଣ, ପିଲାଦିନରୁ ଆପଣ କେବଳ ଏବଂ କେବଳ ଅନ୍ୟମାନଙ୍କୁ ହିଁ ଦେଇ ଆସୁଛନ୍ତି, କିନ୍ତୁ ନିଜେ ସବୁବେଳେ ଖାଲି ରହିଗଲେ, ନିଜେ ସବୁବେଳେ ଶୋଷିଲା ରହିଗଲେ। ଆସନ୍ତୁ, ଆଜି ପିତା କଥା ମୁଁ ଆପଣଙ୍କୁ କହୁଛି। ହଁ ବନ୍ଧୁଗଣ, ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଶୁଣନ୍ତୁ। ଏପରି କିଛି ସତ୍ୟ ଯାହାକୁ ଆପଣ ନିଜଠାରୁ ମଧ୍ୟ ଲୁଚାଇ ଆସୁଛନ୍ତି। ନିଜଠାରୁ ମଧ୍ୟ ବନ୍ଧୁଗଣ, ଆପଣ ବହୁ ବର୍ଷ ଧରି ସେହି ସତ୍ୟକୁ ଲୁଚାଇ ରଖିଛନ୍ତି। ବିଗତ ପ୍ରାୟ 3 ବର୍ଷ ଧରି ଯେତେବେଳେ ବନ୍ଧୁଗଣ ରାହୁ, କେତୁ, ଶନି ଆପଣଙ୍କ ବିରୋଧରେ ଚାଲୁଥିଲେ, ତେବେ ବନ୍ଧୁଗଣ ଆପଣଙ୍କ ସହିତ କ'ଣ କ'ଣ ନ ଘଟିଛି। ଆପଣ ନିଜ ଲୋକମାନଙ୍କର ପ୍ରକୃତ ରଙ୍ଗ ବଦଳିବାର ଦେଖିଲେ। ଯେଉଁ ଲୋକମାନଙ୍କ ପାଇଁ ଆପଣ ନିଜର ସବୁକିଛି ବାଜି ଲଗାଇଦେଲେ, ସେମାନେ ଆପଣଙ୍କୁ ଚିହ୍ନିବାକୁ ହିଁ ମନା କରିଦେଲେ। ହଁ ବନ୍ଧୁଗଣ, ସବୁଠାରୁ ଅଧିକ ଆପଣଙ୍କୁ ନିଜ ଲୋକମାନଙ୍କଠାରୁ ହିଁ ଧୋକା ମିଳିଛି। ଏହି କଥାଟି ବୃଷ ରାଶି ବାସ୍ତବରେ ଏବେ ଧୀରେ ଧୀରେ ବୁଝିପାରୁଛି। ପିତା, ସତ ତ ଏହା ଯେ ବୃଷ ରାଶିର ଲୋକମାନେ ଆପଣଙ୍କର ସବୁଠାରୁ ବଡ଼ ଶତ୍ରୁ ଯଦି କେହି ଅଛି, ତେବେ ତାହା ହେଉଛି ଆପଣଙ୍କ ନିଜର ଭାବପ୍ରବଣତା। କ'ଣ ବନ୍ଧୁଗଣ, ଆପଣଙ୍କ ଭାବପ୍ରବଣତା, ଯାହା ଆପଣଙ୍କୁ ସବୁବେଳେ ବୁଡ଼ାଇ ଆସିଛି। ବନ୍ଧୁଗଣ, ଆପଣ ଲୋକମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରିନିଅନ୍ତି। କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ଆପଣ ସବୁବେଳେ ଲୋକଙ୍କୁ କ୍ଷମା କରି ଦେଇଛନ୍ତି। ଆପଣଙ୍କ ପିଠିରେ ଏତେ ଛୁରୀ ମରାଯାଇଛି ଯେ ଏବେ ଆଉ ଜାଗା ସୁଦ୍ଧା ବଳି ନାହିଁ ବନ୍ଧୁଗଣ। ତଥାପି ଆପଣ ହସୁଛନ୍ତି। ବାଥରୁମରେ ଏକାକୀ ବସି ରାତିରେ କମ୍ବଳ ଘୋଡ଼େଇ ହୋଇ ବନ୍ଧୁଗଣ ଆପଣ କାନ୍ଦୁଥିଲେ। ବାହାରକୁ ଆସି ଦୁନିଆକୁ ଆପଣ ଦେଖାଇଲେ ଯେ ମୁଁ ଠିକ୍ ଅଛି। ଏହା ହିଁ ତ ଆପଣଙ୍କ ଜୀବନ ପାଲଟି ଯାଇଥିଲା, ନୁହେଁ କି ବନ୍ଧୁଗଣ? ଯଦି ମୋ କଥା ସତ ହେଉଛି, ତେବେ କମେଣ୍ଟରେ ଜଣାନ୍ତୁ ଯେ ହଁ, ମୋ ସହିତ ଏପରି ଘଟିଛି। ବନ୍ଧୁଗଣ, କମେଣ୍ଟରେ ଜଣାନ୍ତୁ। କେହି ଜାଣନ୍ତି ନାହିଁ ଯେ ଆପଣଙ୍କ ଭିତରେ କେତେ ବଡ଼ ଆଗ୍ନେୟଗିରି ଉତୁରୁଛି। ବନ୍ଧୁଗଣ, ଆର୍ଥିକ ଅନାଟନ ମଧ୍ୟ ଆପଣଙ୍କ ଅଣ୍ଟାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି। ସମ୍ପର୍କଗୁଡ଼ିକ ମଧ୍ୟ ଆପଣଙ୍କ ହୃଦୟ ଭାଙ୍ଗି ଦେଇଛି। ମାନସିକ ଚାପ ଆପଣଙ୍କ ଭିତରୁ ହିଁ ବନ୍ଧୁଗଣ ଭିତରୁ ଫମ୍ପା କରିଦେଇଛି। ପୂର୍ବଭଳି ସ୍ୱାସ୍ଥ୍ୟ ମଧ୍ୟ ଆଉ ଆପଣଙ୍କର ରହିନାହିଁ। ଚିନ୍ତା କରି କରି ଆପଣଙ୍କ ସମ୍ପୂର୍ଣ୍ଣ ମସ୍ତିଷ୍କ ହିଁ ଫମ୍ପା ହୋଇଯାଇଛି। କିନ୍ତୁ ବନ୍ଧୁଗଣ, ବାସ୍ ବହୁତ ହୋଇଗଲା। ଶେଷରେ ଏତେ ଦିନ ପରେ ଏପରି ଚାଲିବ। ବ୍ରହ୍ମାଣ୍ଡ, ଶନିଦେବ, ରାହୁ, କେତୁ କେତେ
ପରୀକ୍ଷା ଆପଣଙ୍କ ନେବାକୁ ଥିଲା ନେଇସାରିଛନ୍ତି। କିନ୍ତୁ ବନ୍ଧୁଗଣ ଆଗାମୀ ଏହି ଯେଉଁ ସମୟ ଆସୁଛି, ବିଶେଷ କରି ଆଗାମୀ 2 ମାସରେ ଯାହା ଘଟିବ ତାହା ଆପଣ କେବଳ କଳ୍ପନା ମଧ୍ୟ କରିନଥିବେ। ପ୍ରକୃତରେ ମୁଁ ଏପରି କାହିଁକି କହୁଛି ଧ୍ୟାନ ଦେଇ ଶୁଣନ୍ତୁ ମୋର ପ୍ରିୟ ବନ୍ଧୁଗଣ। ମୁଁ ଯାହା କହିଲି ଯଦି ଆପଣଙ୍କ ଜୀବନ ସହିତ ଜଡ଼ିତ, ତେବେ ବନ୍ଧୁଗଣ କମେଣ୍ଟ କରନ୍ତୁ। ଆଗକୁ ମୁଁ ଆପଣଙ୍କୁ ଭଲ ଭାବରେ ବୁଝାଇବି, ବହୁତ କଥା କହିବି। ଏହା ଆପଣଙ୍କ ଜୀବନ କାଳର ସବୁଠାରୁ ହଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ତେଣୁ ଏହାକୁ ଅଣଦେଖା ତ ଆଦୌ କରିବେ ନାହିଁ। କାରଣ ବନ୍ଧୁଗଣ ସମସ୍ୟା ଅଛି ତ ତା'ର ସମାଧାନ ମଧ୍ୟ ଅଛି। ବନ୍ଧୁଗଣ ଦୁଃଖ ଅଛି ତ ସେହି ଦୁଃଖରୁ ବାହାରିବାର ରାସ୍ତା ମଧ୍ୟ ଅଛି। ତେବେ ତାହା ମିଳିବ କେଉଁଠି? ତାହା ମିଳିବ ବନ୍ଧୁଗଣ ଏହି ଭିଡ଼ିଓରେ। କୁଆଡ଼େ ଯିବାର ଆବଶ୍ୟକତା ନାହିଁ। କେବଳ ଗୋଟିଏ ସମୟ ଦେବି, କିନ୍ତୁ ଆପଣଙ୍କୁ ଏପରି ଏକ ଜିନିଷ ଦେଇଦେବି ଯାହାଦ୍ୱାରା ବନ୍ଧୁଗଣ ଆପଣ ଆଉ କାହାକୁ ଭୟ କରିବେ ନାହିଁ। ଏହି ଭିଡ଼ିଓରେ ସମସ୍ତ ବିଷୟର ମୂଳରୁ ସମାଧାନ ହେବ ବନ୍ଧୁଗଣ ଏବଂ ଏପରି କିଛି କଥା ଅଛି ଯାହା ଆପଣ ଜାଣିଲେ ଆପଣ ମଧ୍ୟ ଭିତରୁ ଦୋହଲି ଯିବେ ବନ୍ଧୁଗଣ। କିନ୍ତୁ ପ୍ରଥମେ ବୃଷ ରାଶିର ଲୋକମାନେ କମେଣ୍ଟ କରନ୍ତୁ ଏବଂ ଜୟ ଶନିଦେବ ଲେଖିଦିଅନ୍ତୁ। କମେଣ୍ଟ କରନ୍ତୁ ଏବଂ ଜୟ ଶନିଦେବ ଲେଖିଦିଅନ୍ତୁ। ଜୟ ଶନିଦେବ ନିଶ୍ଚୟ ଲେଖିବେ। ବନ୍ଧୁଗଣ ଧ୍ୟାନ ଦେଇ ଶୁଣନ୍ତୁ। ମୁଁ ଜାଣିଛି ବନ୍ଧୁଗଣ ଯେ ବୃଷ ରାଶିର ଯେତେ ବ୍ୟକ୍ତି ଅଛନ୍ତି ବହୁ ପରିମାଣରେ ଭିତରୁ ଦୋହଲି ଯାଇଛନ୍ତି, ଭାଙ୍ଗି ପଡ଼ିଛନ୍ତି। ସେଥିପାଇଁ ମୁଁ ଆପଣଙ୍କୁ ନିଜ ସମସ୍ୟାରୁ ବାହାରିବାର ରାସ୍ତା କହୁଥାଏ। ଏଥିରୁ ବାହାରକୁ ଆସିବାର କୌଣସି ନା କୌଣସି ଉପାୟ ମଧ୍ୟ ଆପଣଙ୍କୁ କହୁଥାଏ। କାରଣ ମୁଁ ଭଲ ଭାବରେ ଆପଣଙ୍କୁ ଜାଣିସାରିଛି। ଏବେ ବନ୍ଧୁଗଣ ଏହାର ସମ୍ମାନ କରନ୍ତୁ ଏବଂ ଏହି ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଓ କମେଣ୍ଟ ବକ୍ସରେ ନିଷ୍ଠାପର ମନରେ ଏବଂ ସଚ୍ଚା ଶ୍ରଦ୍ଧାରେ 3 ଥର ଜୟ ଶନିଦେବ ଲେଖିଦିଅନ୍ତୁ। କମେଣ୍ଟରେ ଜୟ ଶନିଦେବ ଲେଖନ୍ତୁ। ଆଗାମୀ 10 ଦିନରେ ଆପଣଙ୍କ ଭାଗ୍ୟର କାୟା ପରିବର୍ତ୍ତନ କିଏ କରିବ? ଶନିଦେବ କରିବେ। ଆସନ୍ତୁ ବନ୍ଧୁଗଣ ମୁଁ ଆପଣଙ୍କୁ ଜଣାଉଛି କ'ଣ ଘଟିବାକୁ ଯାଉଛି ଆଗାମୀ ଏହି ସମୟରେ। ଧ୍ୟାନ ଦେଇ ଶୁଣନ୍ତୁ। ଦେଖନ୍ତୁ ବନ୍ଧୁଗଣ ଏହା କିଏ? ଏହା ହେଉଛନ୍ତି ବନ୍ଧୁଗଣ ଦେବଗୁରୁ ବୃହସ୍ପତି, ଯିଏକି ଉଦୟ ହୋଇଛନ୍ତି। କାରଣ ସୂର୍ଯ୍ୟ ଏଠାରେ ଥିଲେ ବନ୍ଧୁଗଣ, ଯାହାଫଳରେ ଏ ଅସ୍ତ ଥିଲେ। ଏବେ ଯେତେବେଳେ ଗୁରୁ ଉଦୟ ହୋଇଛନ୍ତି ତ ସେ ଏକା ହୋଇଯିବେ। ତେଣୁ ଗୁରୁ ଉଦୟ ହୋଇଯିବେ। ଉଦୟ ହୋଇଗଲେ ବନ୍ଧୁଗଣ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଆପଣଙ୍କ ତୃତୀୟ ଭାବ ଉପରେ ପଡ଼ିବ। ତୃତୀୟ ଭାବ ବନ୍ଧୁଗଣ ଏମିତି ବୁଝି ନିଅନ୍ତୁ ଯେ ଆପଣଙ୍କ ଭାଗ୍ୟକୁ ଜାଗ୍ରତ କରିବାର କାର୍ଯ୍ୟ କରିବ। ଆପଣଙ୍କ ଜୀବନରେ ଯେଉଁ ବିଳମ୍ବ ଘଟିଥିଲା, ଯେଉଁ ସମସ୍ୟା ଆପଣଙ୍କୁ ହେଉଥିଲା, ସେଥିରୁ ମୁକ୍ତି ଦେବାର କାର୍ଯ୍ୟ କିଏ କରିବ? ଗୁରୁ କରିବେ। ଏହା ବ୍ୟତୀତ ବନ୍ଧୁଗଣ ଆପଣଙ୍କ ଭାଗ୍ୟରେ ଯେଉଁ ତାଲା ପଡ଼ିଥିଲା ବନ୍ଧୁଗଣ, ଏବେ ତାଲା ଭାଙ୍ଗିବାକୁ ଯାଉଛି। ମୁଁ ଜାଣିଛି ବନ୍ଧୁଗଣ ଶତ୍ରୁମାନେ ଆପଣଙ୍କୁ ବହୁତ କନ୍ଦାଇଛନ୍ତି। ମୁଁ ଜାଣିଛି ଦୁର୍ବଳ ଜାଗାରେ ତ ଆଘାତ ଉପରେ ଯଦି କେହି ହାତ ରଖିଦିଏ ତେବେ ସେ ହେଉଛନ୍ତି ଆପଣଙ୍କ ଶତ୍ରୁ। ଆପଣଙ୍କ ନିଜ ଲୋକେ ହିଁ। ଯେତେବେଳେ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଚାଲିଥିଲା, ତେବେ ବନ୍ଧୁଗଣ ଆପଣ କୌଣସି ବିଷୟରୁ ବାହାରିବାର ରାସ୍ତା ଖୋଜୁଥିବା ବେଳେ ସେହି ସମ୍ପର୍କୀୟ, ସେହି ନିଜ ଲୋକ ହିଁ ଆପଣଙ୍କ ଦୁର୍ବଳ ଜାଗାରେ ହାତ ରଖିଥିଲେ ଏବଂ ଆଉ କେହି କେହି ତ ଗୋଡ଼ ମଧ୍ୟ ରଖିଥିଲେ। ଆପଣଙ୍କ କ୍ଷତକୁ ଆହୁରି ଆଞ୍ଚୁଡ଼ି ଦେଉଥିଲେ, କ୍ଷତରେ ଲୁଣ ଛିଞ୍ଚୁଥିଲେ। କୌଣସି ଚିନ୍ତା ଓ ଚାପରୁ ଆପଣ ବାହାରକୁ ଆସିବାକୁ ଚାହୁଁଥିଲେ ତ ସେହି ଲୋକମାନେ ହିଁ ଆପଣଙ୍କ ସାମ୍ନାରେ ସେହି ଚିନ୍ତା ଓ ଚାପକୁ ଆହୁରି ବଢ଼ାଇ ଦେଉଥିଲେ। ତଳକୁ ଖସାଇବାର ସେହି ଲୋକମାନେ କୌଣସି ତ୍ରୁଟି ଛାଡ଼ିନଥିଲେ। 4 ଜଣଙ୍କ ମଝିରେ ଆପଣଙ୍କୁ ଅପମାନିତ କରାଗଲା। ସମାଜରେ ଆପଣଙ୍କ ନାମ ବଦନାମ କରାଗଲା। କାରଣ ଶନିଙ୍କ 7.5ରେ ବନ୍ଧୁଗଣ ବହୁତ କିଛି ଘଟିଥାଏ। କିନ୍ତୁ ଏବେ 7.5 ନାହିଁ ଆପଣଙ୍କ ସହିତ, ତଥାପି ଏତେ ସବୁ ଘଟିଛି ବନ୍ଧୁଗଣ। ଅର୍ଥାତ୍ ଯେଉଁ ସମ୍ପର୍କର ପ୍ରତାରଣା ଥିଲା ତାହା ଏବେ ଆପଣଙ୍କ ଜୀବନରୁ ଦୂରେଇ ଯିବ ବନ୍ଧୁଗଣ। ଏବେ ଗୁରୁ ଏଠାକୁ ଆସିଛନ୍ତି ବନ୍ଧୁଗଣ। ତେଣୁ ଗୁରୁ ପ୍ରଥମେ ଆପଣଙ୍କର ଯେତେ ଈର୍ଷା କରୁଥିବା ଲୋକ ଅଛନ୍ତି ସେମାନଙ୍କର ସର୍ବନାଶ କରିବେ। ଗୁପ୍ତ ଶତ୍ରୁ ତ ଆପଣଙ୍କ ଆଗରେ ନତମସ୍ତକ ହେବେ ହିଁ ହେବେ। ଏହା ବ୍ୟତୀତ ଯଦି କୌଣସି ଶାରୀରିକ ସମସ୍ୟା ଚାଲୁଥିଲା, କୌଣସି ଯନ୍ତ୍ରଣା ହେଉଥିଲା କିମ୍ବା ବନ୍ଧୁଗଣ ଛୋଟମୋଟ ରୋଗ, ଥଣ୍ଡା, କାଶ, ଜ୍ୱର ଆପଣଙ୍କୁ ହଇରାଣ କରୁଥିଲା କିମ୍ବା କୌଣସି ବଡ଼ ସମସ୍ୟା ମଧ୍ୟ, ତେବେ ଏଥିରୁ ମଧ୍ୟ ଏବେ ବାହାରିବାର ଆପଣଙ୍କୁ ବହୁତ ଆଶ୍ୱସ୍ତି ମିଳିବ। କିନ୍ତୁ ବନ୍ଧୁଗଣ ଶୁକ୍ର ଏଠାରେ ନୀଚ ହୋଇଛନ୍ତି। ତେଣୁ ଧ୍ୟାନ ରଖନ୍ତୁ, ଯେତେବେଳେ ଆପଣଙ୍କ ରାଶିର ସ୍ୱାମୀ ନୀଚ ଅଛନ୍ତି ତ ଆଜିଠାରୁ ପ୍ରାୟ 30 ଦିନ ପର୍ଯ୍ୟନ୍ତ ଆପଣଙ୍କୁ ନିଜର ମିଠା ଖାଇବା ଏବଂ ବାହାରେ ଖାଇବାର ଯେଉଁ ବନ୍ଧୁଗଣ ଇଚ୍ଛା ବା କ୍ରେଭିଂସ୍ ରହିଛି ତାହା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ନଚେତ୍ ଆପଣଙ୍କୁ ବନ୍ଧୁଗଣ କୌଣସି ଡାଇବେଟିସ୍ କିମ୍ବା ବନ୍ଧୁଗଣ ପେଟ ଜନିତ କୌଣସି ସମସ୍ୟା ହୋଇପାରେ। ଆପଣ ଦେଖିଥିବେ ଗତ ସମୟରେ କୌଣସି
ଛୋଟ ମୋଟ ସମସ୍ୟା ମଧ୍ୟ ହୋଇଗଲେ ବହୁତ ଦୀର୍ଘ ସମୟ ଧରି ଔଷଧ ଖାଇଲେ ମଧ୍ୟ କୌଣସି ଫରକ ପଡ଼ୁନଥିଲା। କିନ୍ତୁ ବନ୍ଧୁଗଣ ଏବେ ଏହା ଉପରେ ବହୁତ ଭଲ। ଏମିତି ବୁଝି ନିଅନ୍ତୁ ଯେ ଗୁରୁ ବରଦାନ ସାବ୍ୟସ୍ତ ହେବେ। ଦେଖନ୍ତୁ ବନ୍ଧୁଗଣ, ପରଖି ଦେଖିଲେ ଆପଣଙ୍କ ଜୀବନରେ ବିଗତ କିଛି ସମୟରେ ଏହିସବୁ ଘଟିଥିଲା। କିନ୍ତୁ ଏବେ ଧ୍ୟାନ ରଖନ୍ତୁ ଯେ ଗୁରୁଙ୍କର ଏଠାରେ ଭଲ ସମୟ ଆସିଛି। ବନ୍ଧୁଗଣ, ଆପଣ ଧ୍ୟାନ ରଖନ୍ତୁ ଯେ ସୂର୍ଯ୍ୟଙ୍କର ନିଜର ସ୍ୱରାଶି ସିଂହ ରାଶିରେ ଗୋଚର କରିବା। ଦେଖନ୍ତୁ, ରାଜା ଅଟନ୍ତି ବନ୍ଧୁଗଣ ସୂର୍ଯ୍ୟ, ଏବଂ ସୂର୍ଯ୍ୟଦେବ ଆପଣଙ୍କର ବନ୍ଧୁଗଣ କେଉଁଠି? ଚତୁର୍ଥ ଭାବ ସୁଖ ଶାନ୍ତିରେ ପ୍ରବେଶ କରିଛନ୍ତି। ତେଣୁ ଏହା ବନ୍ଧୁଗଣ ଆପଣଙ୍କ ଘରେ ସୁଖ ସୁବିଧା ବୃଦ୍ଧି କରିବାକୁ ଯାଉଛି। ଘର ନିର୍ମାଣ ହେଉ କିମ୍ବା ଘର ବନ୍ଧୁଗଣ ମରାମତି କାମ ହେଉ, ଘରେ କୌଣସି ସୁଧାର ହେଉ, ଘରକୁ କୌଣସି ଛୋଟ ମୋଟ ସାମଗ୍ରୀ ଆଣିବା ହେଉ କିମ୍ବା ବଡ଼ ସାମଗ୍ରୀ ଆଣିବା ହେଉ ବା କାର୍ ଆଣିବା ହେଉ, ଗାଡ଼ି ଆଣିବା ହେଉ, ବହୁତ ଭଲ ସମୟ ବନ୍ଧୁଗଣ। ସୂର୍ଯ୍ୟଙ୍କର ଏଠାରେ ପ୍ରବେଶ ବହୁତ ଭଲ ଭାବରେ ବନ୍ଧୁଗଣ ଆପଣଙ୍କ ଜୀବନରେ ସୁଖ ସୁବିଧା ବଢ଼ାଇବାକୁ ଯାଉଛି। କିନ୍ତୁ ବନ୍ଧୁଗଣ, କ୍ରୋଧ ଆସିଲେ ଆପଣଙ୍କ ଶତ୍ରୁମାନେ ମଧ୍ୟ ଭସ୍ମ ହେବେ। ଏବଂ ବନ୍ଧୁଗଣ, ଆପଣଙ୍କ ଭିତରେ ଏକ ଶକ୍ତି ଆସିବାକୁ ଯାଉଛି। ସୂର୍ଯ୍ୟ ଯେତେବେଳେ ଏଠାକୁ ଆସିବେ, ଯାହାଫଳରେ ଆପଣଙ୍କ ନିଜ ଜୀବନରେ କିଛି ବଡ଼ କରିବାକୁ ଯାଉଛନ୍ତି। ବ୍ୟବସାୟକୁ ନିଜର ବଡ଼ ସ୍ତରକୁ ନେଇଯିବେ, ଯାହାକି ବହୁତ ଭଲ କଥା। କାରଣ ସୂର୍ଯ୍ୟ ସମ୍ପୂର୍ଣ୍ଣ ଅକ୍ଷରେ ବସିଛନ୍ତି। ରାହୁଙ୍କର ପ୍ରଭାବ କମିବ ବନ୍ଧୁଗଣ। ଏବଂ ଯେତେବେଳେ ଶନିଦେବ ବନ୍ଧୁଗଣ ମୀନ ରାଶିରେ ଅଛନ୍ତି, ତେବେ ଏମିତି ବୁଝି ନିଅନ୍ତୁ ଯେ ଶନିଙ୍କର ବକ୍ରୀ ଚଳନର ଅର୍ଥ ହେଉଛି ରିଭର୍ସ ଗିୟର ପକାଇ ଦେଇଛନ୍ତି। ଯେଉଁ ଲୋକମାନେ ଆପଣଙ୍କର ପ୍ରାପ୍ୟ ଛଡ଼ାଇ ବସିଛନ୍ତି, ଯେଉଁ ଲୋକମାନେ ଆପଣଙ୍କ ଟଙ୍କା ଖାଇ ବସିଛନ୍ତି, ଯେଉଁ ଲୋକମାନେ ଆପଣଙ୍କଠାରୁ ବହୁତ କିଛି ଛଡ଼ାଇ ନେଇଛନ୍ତି ବନ୍ଧୁଗଣ, ଏବେ ସେମାନଙ୍କର ଏମିତି ବୁଝି ନିଅନ୍ତୁ ଯେ ଉପର ଟିକେଟ୍ କଟିବ। ଶନିଦେବ ଏବେ ସେମାନଙ୍କର କଲର ଧରି ଆପଣଙ୍କ ଅଧିକାର ଆପଣଙ୍କୁ ଫେରାଇ ଦେବାର କାର୍ଯ୍ୟ କରିବେ। ଏହା ବନ୍ଧୁଗଣ ହିସାବ କିତାବ ଚୁକାଇବାର ସମୟ। ଏବଂ ଧ୍ୟାନ ରଖନ୍ତୁ, ଏହି କଥାଟି ଆପଣଙ୍କ ପାଇଁ ବହୁତ ଭଲ। ଗ୍ରହମାନଙ୍କର ଏହି ଟକ୍କର କାରଣରୁ ଏହି 10 ଦିନରେ ଏହି 4ଟି ଏପରି ଘଟଣା ଘଟିବ, ଯାହା ପ୍ରଥମେ ଦେଖାଏ ଆପଣଙ୍କୁ ଭୟଭୀତ କରିଦେବ, ଆପଣଙ୍କୁ ଦୋହଲାଇ ଦେବ। କିନ୍ତୁ ଆପଣଙ୍କୁ ଲାଗିବ ଯେ ମୋ ସହିତ ଏହା କ'ଣ ହେଉଛି? କିନ୍ତୁ ମନେ ରଖନ୍ତୁ, ଏସବୁ ଆପଣଙ୍କ ପାଇଁ ହିଁ ଭଲ ହେବ। ପ୍ରଥମ ଘଟଣା ବନ୍ଧୁଗଣ, ଧ୍ୟାନ ଦେଇ ଶୁଣନ୍ତୁ। ମୁଖା ଖସି ପଡ଼ିବ ଲୋକମାନଙ୍କର। ହଁ ବନ୍ଧୁଗଣ, ଆଗାମୀ 10 ଦିନରେ ଏପରି କୌଣସି ମଣିଷ ଯାହାକୁ ଆପଣ ନିଜ ହୃଦୟର ସବୁଠାରୁ ନିକଟତର ମାନନ୍ତି, ସେ ତା'ର ପ୍ରକୃତ ରୂପ ଆପଣଙ୍କୁ ଦେଖାଇବ। ଏପରି କିଛି ସତ୍ୟ ଆପଣଙ୍କ ସାମ୍ନାକୁ ଆସିବ, ଯାହା ଆପଣଙ୍କ ପାଦତଳୁ ମାଟି ଖସାଇ ଦେବ, ଆପଣଙ୍କୁ ବହୁତ ଭୟଙ୍କର କଷ୍ଟ ଦେବ। କିନ୍ତୁ ବନ୍ଧୁଗଣ, ଏହା ବୁଝି ନିଅନ୍ତୁ, ଏହା ଶନିଦେବଙ୍କର ଉପାୟ ହେବ ଆପଣଙ୍କୁ ସେହି ବିଷାକ୍ତ ମଣିଷଠାରୁ ମୁକ୍ତ କରିବାର। ବନ୍ଧୁଗଣ, କୌଣସି ବ୍ୟକ୍ତିର ପ୍ରକୃତ ଘଟଣା, ହଠାତ୍ କୌଣସି କାର୍ଯ୍ୟର କିମ୍ବା କୌଣସି ସମ୍ପର୍କର ଅନ୍ତ ଘଟିବ। ଏପରି କୌଣସି ଚାକିରି, ଏପରି କୌଣସି ବ୍ୟବସାୟ, ଏପରି କୌଣସି ସମ୍ପର୍କ ଯାହାକୁ ଆପଣ ଜୋର ଜବରଦସ୍ତି ଟାଣି ଚାଲିଥିଲେ, ତାହା ଭାଙ୍ଗିଯିବ। ଆପଣଙ୍କୁ ଲାଗିବ ଯେ ଆପଣ ବରବାଦ ହୋଇଗଲେ। ତେବେ ବିନା ତାହା ଭାଙ୍ଗି ନୂଆ ଏବଂ ଆଲିଶାନ କୋଠା କେଉଁଠି ନିର୍ମାଣ ହେବ? ବନ୍ଧୁଗଣ, ଯେଉଁ ନଷ୍ଟ ହୋଇଯାଇଥିବା ଜିନିଷ ଥିଲା, ତାହା ଏବେ ଆପଣଙ୍କ ଜୀବନରୁ ଚାଲିଯିବ। ଯେଉଁ ଜର୍ଜରିତ ଘର ଥିଲା, ତାହା ଜୀବନରୁ ଚାଲିଯିବ। ଏବେ ଘର ଆପଣ ତିଆରି କରିବାକୁ ଯାଉଛନ୍ତି, ତାହା ପୁଣି ବଙ୍ଗଳା ତିଆରି କରିବାକୁ ଯାଉଛନ୍ତି। ତେଣୁ ବନ୍ଧୁଗଣ, ଯେଉଁ ମିଥ୍ୟା ସମ୍ପର୍କ ଥିଲା, ତାହା ଯିବ ହିଁ ଯିବ। ତେବେ ଯାଇ ତ ଜୀବନରେ ଭଲ ସମ୍ପର୍କ ପରଖ ଆପଣଙ୍କର ହେବ। ଆପଣ ମୋ କଥାକୁ ବୁଝି ନିଅନ୍ତୁ। ଏବେ ଏପରି ଏକ ଦିନ ଆସିବାକୁ ଯାଉଛି, ଏହି 10 ଦିନ ମଧ୍ୟରେ ଯେତେବେଳେ ଆପଣଙ୍କୁ ଲାଗିବ ଯେ ଏହି ସମଗ୍ର ପୃଥିବୀରେ ଆପଣଙ୍କର ନିଜର ବୋଲି କେହି ନାହାନ୍ତି, ଆପଣ ଏକ ଗଭୀର ନିଃସଙ୍ଗତାର ଅନ୍ଧକାର ମଧ୍ୟକୁ ବନ୍ଧୁଗଣ ଚାଲିଯିବେ। ଆପଣଙ୍କୁ ଏକ ଅଜବ ପ୍ରକାରର ଛାନିଆ ବା ଅସ୍ଥିରତା ଲାଗିବ। କିନ୍ତୁ ସେହି ନିଃସଙ୍ଗତାର ଅନ୍ଧାରରେ ମଧ୍ୟରେ ଆପଣଙ୍କୁ ବନ୍ଧୁଗଣ ନିଜ ଭିତରର ସେହି ଆଲୋକ ମିଳିବ, ଯାହା ଆପଣଙ୍କୁ ଦୁନିଆର ଶକ୍ତିଶାଳୀ ମଣିଷ କରି ଗଢ଼ି ତୋଳିବ। ବନ୍ଧୁଗଣ, ପୂର୍ବରୁ ଆପଣ ବହୁତ ଡରିଥିଲେ ଯେ ମୁଁ ଏକା ଅଛି, କିନ୍ତୁ ଏବେ ଆପଣ ଜାଣିଯିବେ ଯେ ମୁଁ ଏକା ହିଁ ଯଥେଷ୍ଟ। ପରବର୍ତ୍ତୀ ଘଟଣା, ଯେଉଁ ଲୋକମାନେ ପିଠି ପଛରେ ଆପଣଙ୍କର ନିନ୍ଦା କରୁଥିଲେ, ସେମାନେ ହଠାତ୍ ଆପଣଙ୍କ ସାମ୍ନାରେ ଆସି ଛିଡ଼ା ହୋଇଯିବେ। ଏକ ବଡ଼ ବିବାଦ କିମ୍ବା କୌଣସି ବଡ଼ ଯୁକ୍ତିତର୍କ ହୋଇପାରେ ସୂର୍ଯ୍ୟଦେବଙ୍କ କାରଣରୁ। କିନ୍ତୁ ଏଥର ଆପଣ ଚୁପ୍ ରହିବେ ନାହିଁ। ଏଥର ଆପଣ ସିଂହ ଭଳି, ରାଜା ଭଳି ଗର୍ଜନ କରିବେ। ସେମାନଙ୍କ ପାଟିରେ ଆପଣ ତାଲା ପକାଇଦେବେ। ବନ୍ଧୁଗଣ ଏବଂ ଆପଣଙ୍କ ଶତ୍ରୁମାନେ ଆପଣଙ୍କଠାରୁ ସବୁଦିନ ପାଇଁ ଦୂରକୁ ଚାଲିଯିବେ। ଏବେ ବନ୍ଧୁଗଣ କେବଳ ଝଟ୍କା ହିଁ ଲାଗିବ ନାହିଁ,
ଏହି 4ଟି ଝଟକା ପରେ ବ୍ରହ୍ମାଣ୍ଡ ଆପଣଙ୍କ ପାଇଁ ସେହି ଦ୍ୱାର ଖୋଲିଦେବ ଯାହାର ଚାବି ଆପଣ ବର୍ଷ ବର୍ଷ ଧରି ଖୋଜୁଥିଲେ। ଗୁରୁଙ୍କ ଉଦୟ ହେବା ଏବଂ ଶନିଙ୍କ ବକ୍ରି ହେବା ଦ୍ୱାରା ଆପଣଙ୍କୁ ମିଳିବ ଏହି 3ଟି ବଡ଼ ଖୁସି ଖବର। ଖୁସି ଖବର କେଉଁଗୁଡ଼ିକ? ସର୍ବପ୍ରଥମ ବଡ଼ ଖୁସି ଖବର, ଯେଉଁ ଟଙ୍କା ପାଇଁ ଆପଣ ଦୁଆର ଦୁଆର ବୁଲୁଥିଲେ, ଯେଉଁ ଟଙ୍କା ଆପଣଙ୍କର କେଉଁଠି ଫସି ରହିଥିଲା କିମ୍ବା ଯେଉଁଠି ପଦୋନ୍ନତି ଅଟକିଥିଲା, ବ୍ୟବସାୟରେ ଲାଭ ଅଟକି ରହିଥିଲା, ତେବେ ତାହା ହଠାତ୍ ଆପଣଙ୍କ ବ୍ୟାଙ୍କ ଖାତାରେ ଦସ୍ତକ ଦେଇଦେବ। ଗୁରୁ ଉଦୟ ହେବା ମାତ୍ରେ ହିଁ ବନ୍ଧୁଗଣ ଟଙ୍କାର ଏପରି ବର୍ଷା ହେବାକୁ ଯାଉଛି ଯାହା ଆପଣଙ୍କର ସମସ୍ତ ଋଣକୁ ଆପଣଙ୍କଠାରୁ ଦୂରେଇ ଦେବ। ରାତିର ନିଦ ଯେଉଁ ଋଣ ଉଡ଼ାଇ ଦେଇଥିଲା ତାହା ପ୍ରତିଶୋଧ ହେବା ଆରମ୍ଭ ହୋଇଯିବ। ଆପଣଙ୍କ ଜୀବନଶୈଳୀର କୌଣସି ଗ୍ରାଫ ଅଛି ବନ୍ଧୁଗଣ, ତାହା ସିଧା ଉପର ଆଡ଼କୁ ଚାଲିଯିବ। ପରବର୍ତ୍ତୀ ବଡ଼ ଖୁସି ଖବର, ଶନିଦେବ ଯିଏ କି ନ୍ୟାୟର ଦେବତା, ଯେଉଁ ଲୋକମାନେ ଆପଣଙ୍କୁ ମିଥ୍ୟା ଅଭିଯୋଗରେ ଫସାଇଥିଲେ, ଯେଉଁମାନେ ଆପଣଙ୍କୁ ବନ୍ଧୁଗଣ ତଳକୁ ଖସାଇଥିଲେ କିମ୍ବା ଆପଣଙ୍କ ହୃଦୟ ଖାଇଥିଲେ, ଆପଣ ଆଗାମୀ 10 ଦିନରେ ଦେଖିବେ ଯେ ନିଜ କର୍ମରେ ଅଗ୍ନିରେ ସେମାନଙ୍କୁ ଜଳିବାକୁ ହିଁ ପଡ଼ିବ।